ଆଜିର ପଞ୍ଚାଙ୍ଗ ଆଜି 2026 ଅଗଷ୍ଟ ମାସ 27 ତାରିଖ ଓଡ଼ିଆ ଭାଦ୍ରବ ମାସ 11 ଦିନ ଗୁରୁବାର ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଯାହା ଦିବା 9:09 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ଣ୍ଣିମା ତିଥି ଆରମ୍ଭ ହଉଛି। ଆଜି ଧନିଷ୍ଠା ନକ୍ଷତ୍ର ଯାହା ରାତ୍ରି 2:15 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ଶତଭିଷା ନକ୍ଷତ୍ର ଆରମ୍ଭ ହଉଛି। ଆଜି ମକର ରାଶିରେ ଚନ୍ଦ୍ର ଯାହା ଦିବା 1:34 ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର କୁମ୍ଭ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି ଯାହା ପ୍ରାପ୍ତ 5:28 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:03। ଆଜି ଯୁଗ୍ନି ରହିଛି ଦକ୍ଷିଣ ଦିଗେ ଦିବା 9:09 ପରେ ଯୁଗ୍ନି ବାୟ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶି ବ୍ୟକ୍ତିଙ୍କର ଯାହା ଦିବା 1:34 ପରେ ଘାତ ଚନ୍ଦ୍ର ମିଥୁନ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର କୌଣସି ପୁଷ୍କର ଦୋଷ ଲାଗୁନାହିଁ। ଆଜି ପୂର୍ଣ୍ଣିମାରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ବିରି ତତ୍ସହିତ ଆମିଷ ଭୋଜନ ନିଷେଧ ରହିଛି। ଆଜି ସ୍ମାରତ ସହମତରେ ଗହ୍ମା ପୂର୍ଣ୍ଣିମା ତତ୍ସହିତ ଆଜି ବଳଦେବଙ୍କର ଜନ୍ମ ଏବଂ ଆଜି ପୂର୍ଣ୍ଣିମାକୃତ ଚନ୍ଦ୍ର ପୂଜା। ଆଜିର ଅଶୁଭ ବେଳା ଯାହା ଦିବା 1:18 ଦିବା 2:52 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 2:57 ଅପରାହ୍ନ 6:03 ମଧ୍ୟ ରହିଛି କାଳ ବେଳା ସହିତ ବାର ବେଳା। ସେହିଭଳି ରାତ୍ରି 12:18 ରାତ୍ରି 1:52 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 7:04 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 9:28 ଦିବା 11:52 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:53 ଶେଷ ରାତ୍ରି 3:39 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ।